ଚାଲନ୍ତୁ ଆଜି ଆମେ ମହାନ ଗାୟକ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ଜୀବନ ବିଷୟରେ ଜାଣିବା। 25 ନଭେମ୍ବର 1990ରେ ବଲାଙ୍ଗୀର ଟିଟିଲାଗଡ଼ରେ ଜନ୍ମିଥିଲେ ହ୍ୟୁମାନ ସାଗର। ତାଙ୍କ ବାପା ଓ ଜେଜେବାପା ଉଭୟ ଥିଲେ ସଙ୍ଗୀତଜ୍ଞ, ତେଣୁ ତାଙ୍କ ପିଲାଦିନୁ ହିଁ ସଙ୍ଗୀତ ପ୍ରତି ଆକୃଷ୍ଟ ହେବା ସ୍ୱାଭାବିକ। 2012ରେ ତରଙ୍ଗ ଟିଭିର ଭଏସ୍ ଅଫ୍ ଓଡ଼ିଶାର ସିଜନ୍ 2ର ୱିନର ହେଇ ଘରେ ଘରେ ପରିଚିତ ହୋଇଥିଲେ ହ୍ୟୁମାନ ସାଗର। ତାପରେ ଅନେକ ଆଲବମ୍ରେ ଗୀତ ଗାଇଲା ପରେ 2015ରେ ଅଲିଉଡ୍ ମୁଭି ଇସ୍କ ତୁହିରେ ପ୍ଲେବ୍ୟାକ୍ ଡେବ୍ୟୁ କରିଥିଲେ ଏବଂ ଓଡ଼ିଶାବାସୀଙ୍କ ହୃଦୟ ଜିତି ଯାଇଥିଲେ। ପରବର୍ତ୍ତୀ 10 ବର୍ଷରେ 150ରୁ ଅଧିକ ଫିଲ୍ମ ସହ 200ରୁ ଅଧିକ ଆଲବମ୍ ଟ୍ରାକ୍ ଗାଇ ଓଡ଼ିଶା ସଙ୍ଗୀତ ଜଗତରେ ସ୍ୱତନ୍ତ୍ର ଏକ ପରିଚୟ ସୃଷ୍ଟି କରିଥିଲେ ହ୍ୟୁମାନ ସାଗର। 2017ରେ ଭଏସ୍ ଅଫ୍ ଓଡ଼ିଶାର କୋ କଣ୍ଟେଷ୍ଟେଣ୍ଟ ଶ୍ରେୟା ମିଶ୍ର ସହିତ ବିବାହ ହୋଇ ଗୋଟେ କନ୍ୟାର ପିତାଶ୍ରୀ ବି ହେଇଥିଲେ। ଆଉ କିଛି ସମୟ ପରେ ତାଙ୍କର ବିବାହ ବିଚ୍ଛେଦ ବି ହେଇଥିଲା। 2025 7 ନଭେମ୍ବର ସୋମବାର ରାତିରେ ଭୁବନେଶ୍ୱର ଏମ୍ସରେ ମଲ୍ଟି ଅର୍ଗାନ ଡିସଫଙ୍କସନ୍ ଯୋଗୁଁ 34 ବର୍ଷର ଏ ଲୋକପ୍ରିୟ ଗାୟକର ସ୍ୱର ସବୁଦିନ ପାଇଁ ଶାନ୍ତ ହୋଇଗଲା। କିନ୍ତୁ ମନେ ରଖନ୍ତୁ, ଗାୟକମାନେ କେବେ ବି ମରନ୍ତିନି, ତାଙ୍କ ସ୍ୱର ସମସ୍ତଙ୍କ ହୃଦୟରେ ରାଜ କରେ। ଭଗବାନଙ୍କୁ ଏତିକି ଡାକିବି, ଭାଇଙ୍କ ଆତ୍ମାକୁ ଶାନ୍ତି ପାଉ।